ଔପଦା ଗତ ମାର୍ଚ୍ଚ 31 ତାରିଖ ଦିନ ପୂର୍ବାହ୍ନ 11 ଘଟିକା ସମୟରେ ଔପଦା ବ୍ଲକ ବଡ଼ପୋଖରୀ ପଞ୍ଚାୟତରେ ଥିବା ସେବା ସମବାୟ ସମିତିର 2025-26 ମସିହାର ବାର୍ଷିକ ସାଧାରଣ ସଭା ସେବା ସମବାୟ ସମିତି ପରିସରରେ ଖୁବ୍ ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି। ସଭାପତି ବାସୁଦେବ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାଧାରଣ ସଭାରେ ଶତାଧିକ ସଭ୍ୟା ଯୋଗ ଦେଇଥିଲେ। ଏଥିରେ ପୂର୍ବତନ ସଭାପତି ତଥା ବର୍ତ୍ତମାନର ବ୍ଲକ ଉପାଧ୍ୟକ୍ଷ ରାଜନେତା ପ୍ରଭାକର ସାହୁ, ସମାଜସେବୀ ତଥା ସାମ୍ବାଦିକ ନିରଞ୍ଜନ ପ୍ରସାଦ ବାରିକ, ପୂର୍ବତନ ସରପଞ୍ଚ ବସନ୍ତ କୁମାର ଦାସ, ମହେନ୍ଦ୍ର ମଲ୍ଲିକ, ସଭ୍ୟ ଅକ୍ଷୟ କୁମାର ବାରିକ, ପୂର୍ଣ୍ଣଚନ୍ଦ୍ର ବେହେରା, କୈଳାସ ଚନ୍ଦ୍ର ବାରିକଙ୍କ ସମେତ ସମସ୍ତ ସଭ୍ୟା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କୋଷାଧ୍ୟକ୍ଷ ଗଙ୍ଗାଧର ରାଉତ ପୂର୍ବ ବର୍ଷର ବିବରଣୀ ପାଠ କରିଥିଲେ। ତାହା ଠିକ୍ ଥିବାର ଦେଖାଯାଇ ସର୍ବସମ୍ମତିକ୍ରମେ ଦୃଢ଼ୀକୃତ ହୋଇଥିଲା। ଚଳିତ ବର୍ଷ ଧାନ କିଣାରେ ମିଲରମାନଙ୍କ ମନମାନି ବିଷୟରେ ବିଶଦ ଆଲୋଚନା କରାଯାଇଥିଲା। ଧାନ ସଂଗ୍ରହ ସମୟରେ ଅଧିକ କଟନୀ ଛଟନୀ ପାଇଁ ସଭ୍ୟମାନଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଥିଲା। ଉପୁଜିଥିବା ସମସ୍ୟା ଓ ତାକୁ କିପରି ସମାଧାନ କରାଯାଇଥିଲା ତାହାକୁ ସମ୍ପାଦକ ବଟକୃଷ୍ଣ ଦାସ ବିଶଦ ଭାବରେ ବୁଝାଇଥିଲେ। ସମିତିରେ ନିଯୁକ୍ତି ଦିଆଯାଇଥିବା ଅସ୍ଥାୟୀ କର୍ମଚାରୀମାନଙ୍କ ସମ୍ପର୍କରେ ବାହାର ଉଠୁଥିବା କିଛି ମନ୍ତବ୍ୟ ସମ୍ପର୍କରେ ଯୁବ ସମାଜସେବୀ ବସନ୍ତ କୁମାର ଦାସ ଆଲୋଚନା କରି ସ୍ପଷ୍ଟୀକରଣ ମାଗିଥିଲେ। ଉତ୍ତରରେ ସମ୍ପାଦକ ବର୍ତ୍ତମାନ ସ୍ଥାୟୀ କର୍ମଚାରୀ ସମ୍ପାଦକ, ସହ ସମ୍ପାଦକ, କୋଷାଧ୍ୟକ୍ଷଙ୍କ ସମେତ 4 ଜଣ ଓ ଅସ୍ଥାୟୀ କର୍ମଚାରୀ 4 ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ପ୍ରକାଶ କରିଥିଲେ। କାର୍ଯ୍ୟରତ ପିଅନ ବେହେରାଙ୍କ ଅକାଳ ବିୟୋଗ ପାଇଁ 2 ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ତାଙ୍କ ସ୍ଥାନରେ ତାଙ୍କ ପୁଅକୁ ପିଅନ ଭାବରେ ନିଯୁକ୍ତି କିପରି ଦିଆଗଲା ବୋଲି ଏକ ପ୍ରଶ୍ନରେ ସଭାପତି ଉତ୍ତର ରଖିଥିଲେ। ସୌଜନ୍ୟତା ଦୃଷ୍ଟିରୁ ତାଙ୍କ ପୁତ୍ରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବାରୁ ତାଙ୍କୁ ସାଧାରଣ ସଭାରେ ଅନୁମୋଦନ କରାଗଲା। ଆୟବ୍ୟୟ ସମୀକ୍ଷା କରାଯାଇ ତାହା ଠିକ୍ ଥିବାର ଦେଖାଯାଇଥିଲା। ସମ୍ପାଦକ ଓ ସମସ୍ତ କର୍ମଚାରୀଙ୍କ ସମେତ ସଭାପତିଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ଥିବାର ସଭା ହୃଦବୋଧ କରିଥିଲା। ନୂତନ କାର୍ଯ୍ୟାଳୟ ପାଇଁ ଅର୍ଥ ଥାଇ ବି ଧାନ ସଂଗ୍ରହ ପାଇଁ ଠିକାଦାର କାମ କରିବାରେ ବିଳମ୍ବ ହେଲା ବୋଲି ସମ୍ପାଦକ ପ୍ରକାଶ କରିଥିଲେ। ଯଥାଶୀଘ୍ର କାମ ଆରମ୍ଭ କରିବାକୁ ଠିକାଦାରଙ୍କୁ କହିବାକୁ ସମ୍ପାଦକ ଓ ସଭାପତିଙ୍କୁ ଦାୟିତ୍ୱ ଅର୍ପଣ କରାଗଲା। ସାମାନ୍ୟ ମୃଦୁ ଉତ୍ତେଜନା ସହ ଖୁବ୍ ଶୃଙ୍ଖଳାର ସହ ଚଳିତ ବର୍ଷର ବାର୍ଷିକ ସାଧାରଣ ସଭା ସମାପିତ ହୋଇଥିଲା। ସମସ୍ତଙ୍କ ପାଇଁ ସ୍ୱାଦିଷ୍ଟ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା। ଆଜି ଆମ ସେବା ସମବାୟ ସମିତିରେ ସାଧାରଣ ଅଧିବେଶନ ଥିଲା, ବାର୍ଷିକ ସାଧାରଣ ଅଧିବେଶନ। କ'ଣ ଆଲୋଚନା ହେଲା? ସବୁ ଚାଷୀଙ୍କର ଧାନ କେମିତି ସୁରୁଖୁରୁରେ ସବୁ ଆମ ଅଗିରାପଦା ବଡ଼ପୋଖରୀ 2ଟା ପଞ୍ଚାୟତର ଯେହେତୁ ଆମ ବଡ଼ପୋଖରୀ ସମବାୟ ଅଧୀନରେ ଯାଉଛି, ସେ ଧାନ ଆମେ ସବୁ ଚାଷୀଙ୍କ ଠାରୁ ଆମେ ନେଇଛୁ। ଯାହା ହଉ ଆମମାନଙ୍କର ଉଦ୍ୟମ ଏବଂ ସରକାରଙ୍କର ତାଙ୍କର ଚେଷ୍ଟା, ଯାହାଫଳରେ ଆମ 2ଟି ଗୋଟି ପଞ୍ଚାୟତର ଯେଉଁ ଚାଷୀମାନେ ପଞ୍ଜୀକରଣ କରିଥିଲେ, ଆମେ 1212 ଜଣ ପଞ୍ଜୀକରଣ କରିଥିଲୁ। ତା ମଧ୍ୟ ସମସ୍ତଙ୍କ ଧାନକୁ ଆମେ ନେଇଛୁ। ଆଉ କେଉଁ ବିଷୟରେ ଆଲୋଚନା କରାଗଲା? ତାପରେ ଆମର ଆଲୋଚନା ହେଲା ଆମର ଗୃହ କେମିତି ନିର୍ମାଣ ହେବ ସେ ବିଷୟରେ ମଧ୍ୟ। ତାପରେ କେମିତି ଆଉ ସବୁ ଚାଷୀ ବିଗତ ଦିନରେ କେମିତି ସମସ୍ତେ ପଞ୍ଜୀକରଣ କରିବେ, ଆଉ ସୁରୁଖୁରୁରେ କେମିତି ଧାନ ଦେଇକି ଏ ସଂସ୍ଥାରୁ ଲାଭବାନ ହେବେ ସେ ବିଷୟରେ ମଧ୍ୟ ସେମାନେ ଆଲୋଚନା କରିଥିଲେ। ସୁରୁଖୁରୁରେ ଅଧିବେଶନ ସମାପ୍ତି ହେଇଛି ନିଶ୍ଚିତ। ମୁଁ ଶ୍ରୀ ବଟକୃଷ୍ଣ ଦାସ, ସମ୍ପାଦକ ବଡ଼ପୋଖରୀ ସେବା ସମବାୟ ସମିତି। ଆଜି ଆପଣଙ୍କର ବାର୍ଷିକ ସାଧାରଣ ଅଧିବେଶନ ଥିଲା। ସାଧାରଣ ଅଧିବେଶନ କ'ଣ ଆଜି ସିଦ୍ଧାନ୍ତ ହେଲା? ଆଜି ବାର୍ଷିକ ସାଧାରଣ ସଭାରେ ଅନେକ ଗୁଡ଼ିଏ ଆମ ସମବାୟରେ ଯେଉଁ କାର୍ଯ୍ୟ ଚାଲୁଛି ତାରି ଉପରେ ଆଲୋଚନା ପର୍ଯ୍ୟାଲୋଚନା ହେଲା। ଚାଷୀମାନଙ୍କର ମୁଖ୍ୟତଃ ଅଭିଯୋଗ ରହିଲା ଯେ ଚଳିତ ବର୍ଷ ଯେଉଁ ଧାନ କିଣା ହେଇଛି, ଧାନ କିଣାରେ ଆପଣଙ୍କର ଟୁକନ ଆସିବା, ଡେରିରେ ଆସିବା, ମିଲର ନ ଆସିବା, ମିଲର ମନମୁଖୀ ଆପଣଙ୍କର ପରସେଣ୍ଟେଜ କାଟିବା, ଏଇସବୁକୁ ନେଇକି ଚାଷୀମାନଙ୍କ ଭିତରେ ବହୁତ ଅସନ୍ତୋଷ ପରିଲକ୍ଷିତ କରାଯାଇଛି। ଯାହାଫଳରେ ତାକୁ ଆମେ ଚଳିତ ବର୍ଷ ଯେଉଁ ଧାନ ଆମେ ଗୋଟିଏ ପ୍ଲସ୍ ପଏଣ୍ଟ ଆମ ସମିତିରେ ଆମେ ଯାହା ହଉ 100% ଚାଷୀଙ୍କର ଯେଉଁ ଟୁକନ ଆସିଥିଲା ଆମ ପାଖକୁ ଆମେ ତାକୁ କିଣି ଦେଇଛେ ଲୋକଙ୍କଠୁ ଧାନ। ଏ ଯେଉଁ ଆର୍ଥିକ ବର୍ଷରେ କେତେ ଆମ ସୋସାଇଟିରେ କେତେ ଆୟ ହେଲା ଏବଂ କେତେ ବ୍ୟୟ ହେଲା? ଆୟ ହେଇଥିଲା ଆପଣଙ୍କର 1,31,68,000 ଟଙ୍କା। ଆପଣଙ୍କର ବ୍ୟୟ ହେଇଛି 91,87,164 ଟଙ୍କା। ବର୍ତ୍ତମାନ 34,67,000 ଟଙ୍କା ଆମ ସମିତି ଚଳିତ ବର୍ଷ ଲାଭ କରିବେ।
आम आम ये ऑफिस समस्या सृष्टि होती आ गोटे ऑफिस घर पर अर्थ व्यवस्था कराई आम तरफ किसी व्यवस्था कराई से विषय कौन कार्यक्रम के गला आमर सरकार तरफ आम समिति को गोटे ऑफिस गृह निर्माण पर 14 लाख टंका सैंक्शन हो टेंडर हो जाइए आमर टेंडर जो है जो भाई आम टेंडर नहीं से अद्यावधि कार्य आरंभ करना यही पेडी प्रोक्यूरमेंट सरीगला से काम करने आम समितिर परिचालना परिषद को आपणकर यही 2 मास भीतर घर से तैयारी कर एबे आम सोसाइटी रे केते जन स्थायी कर्मचारी अच्छे और केते अस्थायी कर्मचारी आम समिति बर्तमान 4 जन स्थायी कर्मचारी 3 जन अस्थायी कर्मचारी अच्छे। औपदा बड़पोखरीरू निरंजन प्रसाद बारिकों शांतनु कुमार बेहरा रिपोर्ट रूपाथालिया न्यूज।